ଗ୍ରାମାଞ୍ଚଳରେ ବସବାସ କରୁଥିବା କୃଷକମାନେ ଧୈର୍ଯ୍ୟର ସହିତ କାର୍ଯ୍ୟ କରିବା ସହିତ ପ୍ରତ୍ୟେକ ବାଧାବିଘ୍ନ ଓ ଦୈବ ଦୁର୍ବିପାକକୁ ଦକ୍ଷତା ସହ ମୁକାବିଲା କରିପାରିଲେ ନିଜ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ ବୋଲି ଜାତୀୟ ସମବାୟ ଉନ୍ନୟନ ନିଗମର ଆଞ୍ଚଳିକ ନିର୍ଦ୍ଦେଶକ ଅଭିଜିତ କୁଲକର୍ଣ୍ଣୀ ମତବ୍ୟକ୍ତ କରିଛନ୍ତି। ଜଳେଶ୍ୱର ଆରଏମ୍ସି ପରିସରରେ ସ୍ୱସ୍ତିକୃପା କୃଷକ ଉତ୍ପାଦକ ସେବା ସମିତି ଆନୁକୂଲ୍ୟରେ ଆୟୋଜିତ ଚାଷୀ ଅଭିବୃଦ୍ଧି ସଚେତନତା ଶିବିରରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କୁଲକର୍ଣ୍ଣୀ ଉପରୋକ୍ତ ମତ ପ୍ରକାଶ କରିବା ସହିତ ସମସ୍ତ ଚାଷୀମାନେ ଇ-ନାମ ମାଧ୍ୟମରେ ନିଜର ଉତ୍ପାଦନ ସାମଗ୍ରୀ ବିକ୍ରି କରିବା ପାଇଁ ପରାମର୍ଶ ଦେଇଥିଲେ। ବସ୍ତା ସମବାୟ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ କୁମାର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଶିବିରରେ ଭୁବନେଶ୍ୱର ସ୍ଥିତ ଏନ୍ସିଡିସି କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଅନୁପମ କୁମାର ସିଂ, ଆର୍ଏମ୍ସି ସମ୍ପାଦକ ବଳରାମ ଜେନା, ପ୍ରକଳ୍ପ ପରିଚାଳନା ପରମାନନ୍ଦ ପ୍ରଧାନ, ସ୍ୱସ୍ତିକୃପା ସମିତିର ଆଇନ ପରାମର୍ଶଦାତା ସୁକୁମାର ରଣା, ସଭାପତି କେଦାରନାଥ ପରିଡ଼ା, ଇ-ନାମଧାରୀ ଅଧିକାରୀ ଭବେଶ ମଲ୍ଲିକ, ପ୍ରକଳ୍ପ ସହାୟକ ଅମରେନ୍ଦ୍ର ସ୍ୱାମୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଜଳେଶ୍ୱରରୁ ସୁକୁମାର ରଣାଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।